ତାପରେ ବ୍ରାହ୍ମଣ କ'ଣ କଲେ, ବ୍ରାହ୍ମଣକୁ ରାମଦାସ କହିଲେ, ଯଦି ନେବ ୟାକୁ ନିଅ ମୋ ପଇସା ମୋତେ ବେଗେ ତ ଦିଅ ଗୋସାଇଁ ହେ, ୟାକୁ ଘରେ ନେଇ ପୂଜୁଥାଅ ଗୋସାଇଁ ହେ। ନନା ତ ତାହାକୁ ନେଲେ ଯତ୍ନ করে ପୂଜା ବିଧି ସାରିଲେ, ସୁଜନେ ଗୋ ସେହି ଆନନ୍ଦ ମନେ ଶୋଇଲେ ସୁଜନେ ଗୋ। କ'ଣ ହେଲା ନା, ଯେତେବେଳେ ସେ ପଥରଟିକି ବ୍ରାହ୍ମଣ ନେଇଯାଇଛି, ଦାସ କହିଲେ ଯେ ବର୍ତ୍ତମାନ ମୁଁ ତ କିଛି ଜାଣିନି ବିଷୟ, ତୁମେ ନିଜେ ପୂଜା କରିବ, ତୁମ ତୁମେ ରଖିବ, ଭଲକି ପୂଜା କରିବ। କହିଲେ ସେ ଦେଇଦେଲେ ଆଉ କ'ଣ। ତାପରେ ଭକ୍ତି କିନ୍ତୁ ଅଛି, ଗୀତ ଗୀତ ଚାଲିଛି। ବ୍ରାହ୍ମଣ ତାକୁ ଭଲ ଭାବରେ ଷୋଡ଼ଶୋପଚାର ପୂଜା କରି ଘରେ ରଖିଲେ, ରଖିପାରିଲେନି। ରାତିରେ ସ୍ୱପ୍ନ ହେଲା ଯେ ପ୍ରଭୁ କହିଲେ ଯେ ମୁଁ ଏଠି ରହିବି ନାହିଁ। ସେ ନେଇକି ସ୍ୱପ୍ନ ଦେଖିଲେ, ପୂଜା ବିଷୟରେ କି ସେ ଶୋଇଲେ, ତାପରେ ସ୍ୱପ୍ନ ଦେଖିଲେ। ଫେର ପରବର୍ତ୍ତୀ କ'ଣ ଦେଖିବା।